जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करिए जे आम वास्तु सेशन को आगू बढ़ेबा। वास्तु सेशन क्रम आम प्रिवियसली शास्त्र प्रमाण सहित वेदरे वास्तुशास्त्र उपादेयता वेदरे को जगह वास्तुशास्त्र विषय उल्लेख होती आम आलोचना करते। आबे एबे आज आम आलोचना करबा अग्नि पुराण रे वास्तुशास्त्र विषय कौन कहे विभिन्न पुराण कथा आलोचना करबा किंतु गोटे गोटे पर्टिकुलर पुराण को लेकिन ही आम आलोचना गुड़ाक आगू जारी रखा कारण ना भिडियोटी बहुत लंबा हवा देखा भल लगे। तो सर्वप्रथम ମୁଁ କହି ରଖେ ଅଗ୍ନି ପୁରାଣର ଅଧ୍ୟାୟ ନମ୍ବର 92 ଚାପ୍ଟର 6 ରୁ ଅଧ୍ୟାୟ 92 ର ଶ୍ଲୋକ 6 ରୁ ଶ୍ଲୋକ 10 ବିଷୟରେ ବହୁତ ଗୋଟେ ସୁନ୍ଦର ଭାବରେ ଭବନ ନିର୍ମାଣ ପାଇଁ କିଭଳି ଭାବରେ ଜମିଟା ରହିବ ସେ ବିଷୟରେ ଆଲୋଚନା କରାଯାଇଛି। ଏମିତି ଦେଖିବାକୁ ଗଲେ ଅଗ୍ନି ପୁରାଣ, ମତ୍ସ୍ୟ ପୁରାଣ, ବୃହତ ନାରଦୀୟ ପୁରାଣ ଆଦିରେ ଭବନ ନିର୍ମାଣର ବିଦ୍ୟା ବହୁତ ହିଁ ସୂକ୍ଷ୍ମତା ସହିତ ଏବଂ ସ୍ପଷ୍ଟତା ସହିତ ବର୍ଣ୍ଣିତ ଅଛି। ତେଣୁ ଯୋଉମାନେ ଭାବୁଛନ୍ତି ବାସ୍ତୁଶାସ୍ତ୍ରଟା ର ଉପାଦେୟତା ନାହିଁ, ଯଦି ସେମାନେ ଆସ୍ତିକ ବା ଭଗବାନ ସ୍ପିରିଚୁଆଲ ରେ ବିଶ୍ୱାସ ରଖୁଥିବେ, ଶାସ୍ତ୍ରରେ ବିଶ୍ୱାସ ରଖୁଥିବେ, ତ ସେମାନଙ୍କ ପାଇଁ କହି ରଖେ ଯେ ପୁରାଣ ବେଦରେ ତ ନିଶ୍ଚିତ ଭାବରେ ବର୍ଣ୍ଣିତ ଅଛି, ଯାହାର ପ୍ରମାଣ ସହିତ ମୁଁ ଆପଣଙ୍କୁ ଆଗରୁ କହିଦେଇଛି। ଆଜି ଆମେ ଅଗ୍ନି ପୁରାଣର ଅଧ୍ୟାୟ ନମ୍ବର 92 ର ଶ୍ଲୋକ 6 ରୁ 10 ପଢୁଛେ। ଶ୍ଲୋକ 6 ରୁ 10 ର ଇଣ୍ଟରପ୍ରିଟେସନ ପଢୁଛେ। ସେ ଶ୍ଲୋକଟାକୁ ପଢି ଦଉଛି। ୟଦ୍ଧାରାଦି ଭେଦେନ ପ୍ରସାଦେ ସ୍ୱପି ପଞ୍ଚଧା ପରୀକ୍ଷା ମଥ ମେଦିନ୍ୟା କୁର୍ଯାତ୍ ପ୍ରାସାଦ କାମ୍ୟୟା शुक्लज्य गंधा रक्ता च रक्त गंधा सुगंधिनी पीत कृष्णा सुरा गंधा विप्रादिना महिक्रमा पूर्वे स्वोत्तर सर्वत्र पूर्वाच्चैषां विशिष्यते आख्याते हस्तिके जस्या पूर्णे मृद धिका भवे उत्तमं तां महि विद्यात्तुयो धैर्या समुक्षितां अस्थंगारादिभिदृष्टा मत्यनं शोधयत् गुरु नगर ग्राम दुर्गार्थं गृह प्रसाद कारणं खननैर्गोकुलवासी कर्षणैर्वा मुहुर्मुहु। এই ଶ୍ଳୋକରେ এই ଶ୍ଳୋକଟା ମୁଁ ଭାଇ ସଂସ୍କୃତର ପଣ୍ଡିତ ନୁହଁ, ଯାହା ଭୁଲ ହେଇଥିବ କ୍ଷମା କରିବେ, କିନ୍ତୁ ଏ ଶ୍ଳୋକର ମିନିଂ ଟା ଏଇଆ କହୁଛି, ଶ୍ଳୋକ ଏଇଆ ଏକ୍ସପ୍ଲେନ କରୁଛି ଯେ କୋଉ ବର୍ଣ୍ଣର ଲୋକମାନଙ୍କ ପାଇଁ କୋଉ ଭୂମିଟା ଉପାଦେୟ, ସେଇଟା ଅଗ୍ନି ପୁରାଣର ଅଧ୍ୟାୟ ନମ୍ବର 92 ର ଶ୍ଲୋକ ନମ୍ବର 6 ରୁ ଶ୍ଲୋକ ନମ୍ବର 10 ଭିତରେ କୁହାଯାଇଛି। ସେଇଠି କୁହାଯାଇଛି ଯେ ତମେ ଯେତେବେଳେ ଭବନ ନିର୍ମାଣ କରିବ, ତମେ କାହା ଉପରେ ଭବନ ନିର୍ମାଣ କରିବ? ପୃଥିବୀ ଉପରେ, ପୃଥିବୀ ପୃଷ୍ଠ ଉପରେ ଭବନ ନିର୍ମାଣ କରୁଛ। ଯେହେତୁ ପୃଥିବୀ ପୃଷ୍ଠ ଉପରେ ତମେ ଭବନ ନିର୍ମାଣ କରୁଛ, ତାହେଲେ ପୃଥିବୀର ପରୀକ୍ଷା କରିବା ଦରକାର, ଯୋଉଟା କି ଆମେ ଆଗରୁ ପଢିଛେ। ମାଟିର କଳୁଷତା କିଭଳି ଭାବରେ ଡିଫାଇନ କରିବା, କିଭଳି ଭାବରେ ମାଟିର କଳୁଷତାକୁ ନିରୂପଣ କରି ତାର ନିରାକରଣ ପାଇଁ ଚେଷ୍ଟା କରିବା, ସେ ସବୁ ଏକ୍ଜାକ୍ଟଲି ଆମେ ପଢି ଦେଇଛେ। ଏବେ ଆମେ ଶାସ୍ତ୍ର ପ୍ରମାଣ ସହିତ ପଢୁଛେ, ଅଗ୍ନି ପୁରାଣର ଶାସ୍ତ୍ର ପ୍ରମାଣ ସହିତ। ଏଇ ଶ୍ଲୋକରେ କଣ କୁହାଯାଇଛି ଯେ ସର୍ବପ୍ରଥମ ପ୍ରସାଦ ନିର୍ମାଣ ନିମନ୍ତେ ପୃଥିବୀର ପରୀକ୍ଷା କରିବା ଦରକାର, ମାନେ ମାଟିର ପରୀକ୍ଷା କରିବା ଦରକାର। ଯୋଉ ମାଟିର ରଙ୍ଗ ଶ୍ଵେତ ଏବଂ ଘିଅ ଭଳିଆ ସୁଗନ୍ଧ ଆସୁଥିବ ସେ ମାଟିରୁ, ସେ ଭୂମିଟା ବ୍ରାହ୍ମଣ ମାନଙ୍କ ପାଇଁ ଉତ୍ତମ। ସେହି ପ୍ରକାର କ୍ରମଶଃ କ୍ଷତ୍ରିୟ ମାନଙ୍କ ପାଇଁ ଲାଲ ରଙ୍ଗ ବା ରକ୍ତ ରଙ୍ଗର ମାଟି ଏବଂ ଲାଲ ରଙ୍ଗର ମାଟି ଏବଂ ରକ୍ତ ଭଳିଆ ଗନ୍ଧ, ରକ୍ତ ଯୋଉ ଭଳିଆ ସ୍ମେଲ, ବ୍ଲଡର ଯୋଉ ଭଳିଆ ସ୍ମେଲ, ସେଇ ଭଳିଆ ମାଟି ବଢିଆ। ବୈଶ୍ୟ ମାନଙ୍କ ପାଇଁ ନୀଳ ରଙ୍ଗ, ମାନେ ଯୋଉ ହାଲକା ବ୍ଲୁଇଶ କଲର ଆସେ, ନହେଲେ ୟେଲୋଇଶ କଲର ଆସେ, ସେଇଟା ବୈଶ୍ୟ ମାନଙ୍କର, ଏବଂ ସେ ବୈଶ୍ୟ ମାଟିଟା ସୁଗନ୍ଧ ଯୁକ୍ତ ହେଇଥିବ। ଠିକ ଅଛି। ଶୂଦ୍ର ମାନଙ୍କ ପାଇଁ ଯୋଉ ମାଟିଟା ହେଇଥିବ ସେଟା କଳା ରଙ୍ଗର ମାଟି ହେଇଥିବ ଏବଂ ମଦ ଭଳିଆ ଗନ୍ଧ ଯୁକ୍ତ ଭୂମି ଶୂଦ୍ରଙ୍କ ପାଇଁ ଭଲ। ପୁଣି ଏ ଶ୍ଲୋକରେ କଣ କୁହାଯାଇଛି? ପୂର୍ବ, ଈଶାନ, ଉତ୍ତର ଅଥବା ନିମ୍ନ ତଥା ମଧ୍ୟ ତଥା ଉଚ୍ଚ ଭୂମି ପ୍ରଶସ୍ତ ମନାଯାଏ। କି ଗୋଟେ ହାତ ଖୋଳିକି
ଯୋଉ ମାଟିଟା ମାନେ ବାହାର କରିବ, ଯୋଉ ଆମେ ଭୂମି ପରୀକ୍ଷା ପଢିଥିଲେ, ଯୋଉ 6 ପ୍ରକାର ଟେଷ୍ଟ ଥିଲା ଭୂମିର, ଆମେ ପଢିଥିଲେ ନା, ତାର ଭୂମିର ଘନତ୍ୱ ପରୀକ୍ଷା କରିବା ପାଇଁ ଧର ଗୋଟେ ହାତର ଭୂମି ଆମେ ଖୋଳିଦେଲେ, 1 ଫୁଟ ଲମ୍ବା 1 ଫୁଟ ଚଉଡା 1 ଫୁଟ ଗଭୀରର ମାଟି ଖୋଳିଦେଲେ, ସେଇ ଯୋଉ ମାଟି ତା ଭିତରେ ପୁରେଇ ଦବା, ତାହେଲେ ଯଦି ସେ ମାଟିଟା ଗାତ ପୁରିଲା ପରେ କିଛି ବଳିଗଲା, ତାହେଲେ ଘନତ୍ୱ ବଢିଆ ଅଛି। ଯଦି ସମାନ ରହିଲା ଘନତ୍ୱ କମ ଅଛି। ଯଦି ତାଠୁ କମିଗଲା ତାହେଲେ ଘନତ୍ୱ ଖରାପ ଅଛି। ସେଠି କରିବା କଥା ନୁହଁ। ଏଇ ଜିନିଷଟା ସମର ଏ ଯୋଉ ଏଇ ଶ୍ଲୋକରେ ବର୍ଣ୍ଣିତ ଅଛି। ମାଟିର ଘନତ୍ୱଟାକୁ ମାଟିର କଳୁଷତା ଏବଂ ମାଟିର ଘନତ୍ୱକୁ ତମେ ନିଶ୍ଚିତ ଭାବରେ ଟେଷ୍ଟ କରିବ, ନହେଲେ ଘର ଫାଟିଯିବ। ମୋ କଥାଟା ବୁଝିପାରୁଛନ୍ତି? ତାହେଲେ ତାପରେ କଣ କହୁଛି ଏଇ ଶ୍ଲୋକ, ଯେ ଏଇ ମାଟିର ଘନତ୍ୱ ତ ଟେଷ୍ଟ କରିଦେଲ, ମାଟିର ଘନତ୍ୱ ଟେଷ୍ଟ କରି ଯଦି ତମେ ପାଇଲ, ତାହେଲେ ସେଠି ଜଳର ପରୀକ୍ଷା କରିବ କି ଜଳର ପରିମାଣ କିଭଳି ଭାବରେ ଅଛି। ଏବଂ ପୁଣି ଏ ଶ୍ଲୋକ କଣ କହୁଛି, ଯେ ଯଦି ପୁରୁଣା ହାଡ କୋଇଲା ଆଦିରେ ଯଦି ଭୂମି ଦୂଷିତ ଅଛି ତାକୁ ଶୋଧନ କର ଖୋଳିକି, ଏବଂ ଗାଈ ମାନଙ୍କୁ ସେଠାରେ ଛାଡି ଦିଅ କିଛି ଦିନ ପାଇଁ। ସେମାନେ ସେତେବେଳେ ଖାଇବେ ପିଇବେ ମଳମୂତ୍ର ତ୍ୟାଗ କରିବେ, ସେତେବେଳେ ସେ ଜମି ପବିତ୍ର ହବ। ଏ ଶ୍ଲୋକର ମିନିଂ ଏଇଆ। ତେଣୁ ଆମେ ଯୋଉ ଏଇ ଯୋଉ ବାସ୍ତୁଶାସ୍ତ୍ରର ଏଇ ଶ୍ଲୋକଟା ପଢୁଛେ, ଏଇ ଯୋଉ ଜିନିଷଟା ଆମେ ଆଜି ପଢିଲେ, ଏଇଟା ଆମେ ମନରୁ କହୁନୁ, ଏଇଟା ପୁଣି କହି ରଖେ ଅଗ୍ନି ପୁରାଣର ଚାପ୍ଟର ନମ୍ବର 92 ଅଧ୍ୟାୟ ନମ୍ବର ଶ୍ଲୋକ ନମ୍ବର 6 ରୁ 10 ଆପଣ ଏଇ ପ୍ରମାଣଟା ପାଇଯିବେ। ତେଣୁ ଆମେ ଏବେ ଶାସ୍ତ୍ରର ଉପାଦେୟତା ସହିତ ତାକୁ ମିଶେଇକି ଆମେ ଧୀରେ ଧୀରେ ବାସ୍ତୁଶାସ୍ତ୍ରକୁ ଆଗକୁ ପଢୁଛେ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।